ଜୟ ଶ୍ରୀ ଜଗନ୍ନାଥ ଭାଇ, ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗନ୍ନାଥଙ୍କୁ ପ୍ରଣାମ କରି ଆଜି ଆମେ ରାଷ୍ଟ୍ର ଶାସନକୁ ଆଗକୁ ବଢେଇବା। ରାଷ୍ଟ୍ର ଶାସନ କ୍ରମରେ ଆମେ ଆଜି ପଢିବା ଯେ ପଢିବା ନାହିଁ, ଗୋଟେ ଇନସାଇଡ ଭିଡିଓ ରହିବ ଯେ ଜଣେ ଆଷ୍ଟ୍ରୋଲୋଜି କରୁଛି, ପଢୁଛି, ତାକୁ ସବୁ କଣ ସବୁ କରଣୀୟ। ଆମେ ଆଷ୍ଟ୍ରୋଲୋଜି କରୁଛୁ, ଆଷ୍ଟ୍ରୋଲୋଜି କରିସାରିଲା ପରେ ପଇସାଟା ଆସୁଛି। ପଇସାଟା ଆସିଲା ପରେ କିଏ ଫ୍ରିରେ ଦେଖୁଛନ୍ତି, ସେମିତି ଫ୍ରିରେ ଦେଖିବା କଥା ନା ଆଷ୍ଟ୍ରୋଲୋଜି। ଯୋଉ ପଇସା ଅଛି ସମସ୍ତେ ଭାବୁଛନ୍ତି ସବୁତିକ ପଇସା ହଉଛି ମୋର। ଗଭର୍ଣ୍ଣମେଣ୍ଟରେ ଆମେ ଯୋଉ କୌଣସି କାମ କଲେ ଆମେ ତାକୁ ଟ୍ୟାକ୍ସ ଦଉଛୁ, ଜିଏସଟି ଟ୍ୟାକ୍ସ, ଡାଇରେକ୍ଟ ଟ୍ୟାକ୍ସ, ଇନଡାଇରେକ୍ଟ ଟ୍ୟାକ୍ସ, ଆଉ ଯାହା ଖାଉଛୁ ଯାହା କରୁଛୁ ଟ୍ୟାକ୍ସ ଦଉଛୁ। ପରମ ପିତା ବନେଇଛନ୍ତି ଅଗ୍ନି, ପୃଥିବୀ, ବାୟୁ, ଜଳ, ଆକାଶ, ପଞ୍ଚତତ୍ଵ, ପଞ୍ଚଭୂତ। ତାକୁ ଆମେ ମନ ଇଚ୍ଛା ୟୁଜ କରୁଛୁ ଆମ କାପାସିଟି ଅନୁସାରେ। ଏଇଟା ହଉଛି ଆକାଶ ବିଦ୍ୟା। ଏ ବିଦ୍ୟା ହିସାବରେ ମଣିଷକୁ ପ୍ରତ୍ୟେକ ଦିନ ପ୍ରାୟତଃ ଅଗ୍ନିହୋତ୍ର କରିବା ଉଚିତ। ମାନେ ଅଗ୍ନିହୋତ୍ର ନହେଲେ ବି ଦାନ ପୁଣ୍ୟ କରିବା ଉଚିତ। ଯେତେବେଳେ କୌଣସି ଲୋକ ଲୋଭର ବଶବର୍ତ୍ତୀ ହେଇ ସବୁତିକ ପଇସା ବା କୌଣସି ଏଇ ଯୋଉ ଆଷ୍ଟ୍ରୋଲୋଜିର ସବୁତିକ ପଇସା ବା କାହାକୁ ହାଙ୍କିକି ନେଇଯିବା, ଏଇସବୁ ଜିନିଷ କରେ, ସେତେବେଳେ କଣ ହୁଏ ନା, ଏକରେ ତ କର୍ମଫଳ ନେଇକି ତମ ପାଖକୁ ପୀଡିତ ଲୋକମାନେ ହିଁ ଆସିଥାନ୍ତି। ଆଷ୍ଟ୍ରୋଲୋଜର ପାଖକୁ ଜଣେ କଣ ପାଇଁ ଆସିବ? ତା କିଛି ପୀଡା ଥିବ ବୋଲି ଆସିବ, ପୀଡାର ନିବାରଣ ପାଇଁ। ଦୁଃଖ ଥିବ ବୋଲି ଆସିବ। 10% ଲୋକ ଥାନ୍ତି ଯୋଉମାନଙ୍କର କିଛି ଦୁଃଖ ପୀଡା ନଥାଏ, ସେମାନେ ଗାଇଡାନ୍ସ ପାଇଁ ଆସନ୍ତି। 90% ଲୋକ ତ ପୀଡା ନେଇକି ଆସିଥାନ୍ତି। ତୁମେ ତାଙ୍କୁ ଠକିଲ, ଆଙ୍କିଲ, ସେ କର୍ମଫଳ ଗୋଟେ କିଏ ନବ? ଗୋଟେ ପଏଣ୍ଟରେ ଆଷ୍ଟ୍ରୋଲୋଜର ମାନେ ଭୁଲି ଯାଆନ୍ତି ଯେ ସେମାନେ ଭଗବାନ ନୁହନ୍ତି। ଯିଏ ସମୟକୁ ନିୟନ୍ତ୍ରିତ କରୁଛି, ସମୟର ଅ କରାୟତ ଭିତରେ ଯିଏ ନାହିଁ, ଯିଏ ସମୟକୁ ସୃଷ୍ଟି କରିଛି, ଯିଏ ସମୟକୁ ନିୟନ୍ତ୍ରିତ କରୁଛି, କାଳ, ଯାହାର ଫେଭରାଇଟ ଫୁଡ ହଉଛି କ୍ଷୟ କରିବା, ପ୍ରତ୍ୟେକ ଜିନିଷକୁ କାଳ କ୍ଷୟ କରିଦିଏ। ପ୍ରତ୍ୟେକ ଜିନିଷ, ଏମିତି କୌଣସି ଗୋଟେ ଜିନିଷ ନାହିଁ ଯେ କାଳର କରାଳ ଗର୍ଭରେ ନିଷ୍ପେଷିତ ହେଇ ପୁରା ଖରାପ ନ ହେଇଛି। ଯୋଉ ଅକ୍ଷର ପରବ୍ରହ୍ମ ପରମାତ୍ମା, ତୁମେ ତାଙ୍କୁ ମହାଦେବ କୁହ, ତାଙ୍କୁ ଜଗନ୍ନାଥ କୁହ, ତାଙ୍କୁ ମହାଦେବୀ କୁହ, ତୁମେ ତାଙ୍କୁ ଗଣେଶ କୁହ, ତୁମେ ତାଙ୍କୁ ସୂର୍ଯ୍ୟ କୁହ, ଯାହା ଯିଏ ଯାହା କହୁଛ, ଯାହାଙ୍କୁ ତମେ ମାନୁଛ, ଯିଏ ବି ହେଇଥାଉ, ଯିଏ କିଏ ଗୋଟେ ତ ଅଛି ଯିଏ ସମୟକୁ ତିଆରି କରିଛି, କାଳଚକ୍ରକୁ ତିଆରି କରିଛି। କିଏ ଗୋଟେ ତ ଅଛି ଯିଏ ସଂସାରର ସବୁ ବ୍ୟବସ୍ଥା, ଅଗ୍ନି, ପୃଥିବୀ, ବାୟୁ, ଜଳ, ଆକାଶକୁ ତିଏ ସୃଷ୍ଟି କରିଛି। ମହାକାଶରେ ପୃଥିବୀ ଝୁଲୁଛି, ସ୍ତମ୍ଭନ କରିକି ରଖିଛି। କିଏ ତ ଗୋଟେ ଏମିତି ଏଇ ଯୋଉ ଜିନିଷଟାକୁ ଡିଜାଇନ କରିଛି ନା ଭାଇ। ହୁଁ। ତାହେଲେ ସେ ରଚୟତାକୁ କଣ ତମେ ଠକିଦବ? ଯିଏ ହୁଁ। ମାଇନ୍ୟୁଟଲି ସବୁ କିଛି ଠିକ ଇଏ କରିକି ରଖିଛି, ତମେ ଠକିଦବ? ତେଣୁ ଯୋଉମାନେ ଆଷ୍ଟ୍ରୋଲୋଜି କରନ୍ତି ସେମାନଙ୍କୁ ତ ସ୍ପିରିଚୁଆଲ ରହିବା ନିହାତି ଆବଶ୍ୟକ ହିଁ ଆବଶ୍ୟକ। ତତ୍ ସହିତ ତାଙ୍କୁ ବି ଦାନ ପୁଣ୍ୟ କରିବା ଆବଶ୍ୟକ, ତାଙ୍କୁ ବି ହବନ କରିବା ଆବଶ୍ୟକ, ତାଙ୍କୁ ବି ତାଙ୍କର ରିମେଡି କରିବା ଆବଶ୍ୟକ, ଏବଂ କର୍ମଫଳର ନିୟମ ତାଙ୍କ ଉପରେ ଲାଗୁ ବୋଲି ସର୍ବପ୍ରଥମେ ସେଟା ମନେ ରଖିବା ଆବଶ୍ୟକ। ହୁଁ। ଯଦି ଏଇ ସବୁ ଜିନିଷ ଆମେ ନ କରିବା, ଆମେ କଣ କରିବା ନା କିଛି ପଇସା ପାଇଁ ତାଙ୍କର କର୍ମଫଳରେ ଭାଗି ହେଇଯିବା। ଏମିତି ହେଇକି ଆମ ପାଖକୁ ଦିନକୁ ଥର 20ଟା ଲୋକ ଆସିଲେ, ଆମେ 20ଟା ଲୋକଙ୍କର କିଛି କିଛି କର୍ମଫଳ ନେଲେ, ନେଲେ। ହଁ। ତାହେଲେ ତାହେଲେ ବର୍ଷ ଶେଷକୁ ଆମେ ପୁରା ଆରାଉଣ୍ଡ 7,000 8,000 ଲୋକଙ୍କର କର୍ମଫଳରୁ ଟିକେ 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 ନେଇଗଲେ। ହଁ। ଏଇଟା ତ ପୁଣ୍ୟ କିଛି କରୁନି, ତାହେଲେ ଆମର କରୁନା। ପରିଣତି କଣ ହବ? ହୁଁ। ଏନର୍ଜିର ଇମ୍ପାକ୍ଟ ତ ପଡିବ ଆମ ଉପରେ। ଏକ୍ଜାକ୍ଟଲି। ତେଣୁ ହଁ। ଅସକ୍ତ ବୁଦ୍ଧି ସର୍ବତ୍ର ଜିତାତ୍ମା ବିଗତ ସ୍ପୃହ ନୈଷ୍କର୍ମ ସିଦ୍ଧି ପରମାଂ ସନ୍ନ୍ୟାସନାଧି ଗଚ୍ଛତି। ଏଇଟା ଗୋଟେ 18 ନମ୍ବର ଅଧ୍ୟାୟରେ ଗୋଟେ ଶ୍ଲୋକଟା ଅଛି, ମୋର ଏକ୍ଜାକ୍ଟଲି ଶ୍ଲୋକଟା ମନେ ପଡୁନି। ହୁଁ। ଅସକ୍ତ ବୁଦ୍ଧି ସର୍ବତ୍ର ଜିତାତ୍ମା ବିଗତ ସ୍ପୃହ। ଆଷ୍ଟ୍ରୋଲୋଜର ଯଦି ଏଇଭଳିଆ ଆଷ୍ଟ୍ରୋଲୋଜର ନହେଲା, ଅସକ୍ତ ବୁଦ୍ଧି ସର୍ବତ୍ର ଜିତାତ୍ମା ବିଗତ ସ୍ପୃହ, କେହି ଏମିତି ହେଇପାରିବେନି ଯେମିତି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ଫିର ବି ତମେ ତ ଗୋଟେ ମିନିମମ କଟସି ଅଛି ନା, ତମେ ରଖିବ ସେଇଟାକୁ।
ହୁଁ। ଯଦି ନାହିଁ ତାହେଲେ ହରିବୋଲ। ହୁଁ। ଆଉ ତମର ଯେତେବେଳେ ହରିବୋଲ, ତମେ କାହାକୁ ଯାଇ କହିପାରିବନି। ତମେ କାହାକୁ ଯାଇ କହିପାରିବନି ମୋର ହରିବୋଲ ହେଇଛି, କାହିଁକି ନା ତମ ଆଷ୍ଟ୍ରୋଲୋଜର, ହୁଁ। ତମକୁ ସବୁ ଜଣା ଅଛି କାଳଖଣ୍ଡରେ କଣ କଣ ହବ। ତମେ କେବଳ ଦେବତା, ଯୋଉ ଦେବତାକୁ ମାନୁଥିବ ସେଇଠି ଯାଇ କହିବ ପ୍ରଭୁ ମୋର ହଗଲା, ଅସୁବିଧା ହେଇଗଲା, ହୁଁ। ଏବେ ରଖ। ତେଣୁ ଅସୁବିଧା ହବା ପୂର୍ବରୁ ଆହୁରି ଏତେ ମୂର୍ଖାମି କରିବା ଅପେକ୍ଷା ଡେଲି ଡେଲି ଯିବ କହିବା ଆଜ୍ଞା ହଁ। ଦୟା କରିକି ଏଥିରେ ଲିପ୍ତ ନ ରଖନ୍ତୁ, ହୁଁ। ଦୟାକରି ମତେ ସଦା ସର୍ବଦା ଆପଣଙ୍କ ଭାବରେ ଭାବାହିତ କରି ରଖନ୍ତୁ, ହୁଁ। ଦୟାକରି ମତେ ଆପଣଙ୍କର ସେଇ ଯୋଉ ଧର୍ମୋଚିତ କର୍ମର ଯୋଉ କନସେପ୍ଟ ଆପଣ ବନେଇଛନ୍ତି ତାରି ପରିଭ୍ୟୁ ଭିତରେ ମୋର ସବୁ କର୍ମ ରହୁ, ହୁଁ। ମୋ ଲୋକମାନଙ୍କର ସେବାରେ ଲାଗିପାରେ, ମୁଁ ଲୋକମାନଙ୍କର ପୀଡାକୁ ଆପଣଙ୍କ ଦୟାରୁ ହିଁ ମୁକ୍ତ କରିପାରେ, ଲୋକମାନେ ଆପଣଙ୍କ ପ୍ରତି ସମର୍ପିତ ରୁହନ୍ତୁ, ଲୋକମାନେ ଆପଣଙ୍କୁ ଭଲ ପାଆନ୍ତୁ ଏବଂ ଲୋକମାନେ ଆପଣଙ୍କ କଥାକୁ ମାନିକି ଚାଲିବା ପାଇଁ ପ୍ରଯତ୍ନଶୀଳ ରୁହନ୍ତୁ। ତାଙ୍କର ଯୋଉ ପୀଡା ଅଛି, ଆରେ ଇହ ଜଗତରେ ଆମେ ସବୁ କଣ ପାଇଁ ଜନ୍ମ ହେଇଛେ? ଆମେ ଧର୍ମ ଅର୍ଥ କାମ ମୁଖ୍ୟ, ଧର୍ମ ଅର୍ଥ କାମ ମୁଖ୍ୟ, ଏଇ ଚତୁର୍ବର୍ଗରୁ କୌଣସି ଗୋଟେ ସିଦ୍ଧ କରିନି ବୋଲି ଜନ୍ମ ହେଇଛେ ଇହ ଲୋକରେ। ହୁଁ। ହୁଁ। ଦୁଃଖାଳୟ, ଅଶାଶ୍ୱତ, ଏଇ ଇହ ଲୋକ ଦୁଃଖାଳୟ ବୋଲି କୁହାଯାଏ। ପୀଡା ତ ରହିବ ହିଁ। ତମେ କହିବ ଆଷ୍ଟ୍ରୋଲୋଜି ପାଖକୁ ଯେତେବେଳେ ଯିବ କହିବ ତାର ଅସୁବିଧା, ଆରେ ଭାଇ ସତ୍ୟ କଥା ଭାଇ, ଏଇଠି କେବେ ତମେ ଗୋଟେ ବହୁତ ପଇସା ବାଲା ଲୋକକୁ ପଚାର, ବହୁତ ଇଏ ବାଲା ଲୋକକୁ ପଚାର, ତାର ବି ପୀଡା ଅଛି। ଯେ ବହୁତ ଗରିବ ଅଛି ତାର ବି ପୀଡା ଅଛି, କାହାର ପୀଡା ନାହିଁ। ହୁଁ। ବଟ ପଏଣ୍ଟ ଇଜ ସେ ପୀଡାରୁ ମୁକ୍ତି କେମିତି ହବ? ପୀଡାରୁ ମୁକ୍ତି ମଣିଷ ନିଜେ ଚାହିଁଲେ କରିପାରିବ, କାହାର ଗୋଟେ ମାର୍ଗଦର୍ଶନ ଦରକାର। ଏବେ ମାର୍ଗଦର୍ଶନ ପାଇସାରିଲା ପରେ ବି ସିଏ ତାର ମନୋମୁକ୍ତି ବି କରିବ, ଏଟା ତାର ବ୍ୟବସ୍ଥା। ହୁଁ। ତମେ ଲୋକଙ୍କୁ ବୁଝେଇ ପାରିବ, କରିବା ଦାୟିତ୍ୱ ତାର ନା, ତମେ ଥୋଡି ନା ତା ଲାଗି କରିବ। ତମେ କହିବ ଆଜ୍ଞା ପଇସା ଦେଇଦିଅ ମୁଦି ପିନ୍ଧିଦିଅ, ତା ଦେହରେ ପଇସା ବାହାରିଗଲା, ପିନ୍ଧ ମୁଦି, ହୁଁ। ତମେ ବି ନିଜ କର୍ମ ଫଳ। କାରଣ ଫଳ। ହୁଁ। ମୋ ପଏଣ୍ଟ ସେଠି ନାହିଁ, ମୁଁ କାହାକୁ ହ୍ୟୁମିଲିଏଟ କରିକି କହୁନି, ମୁଁ ମୋ କଥାଟା ଜଣଉଛି କି ଏମିତି ଗୋଟେ ପସିବିଲିଟିଜ ଅଛି ଯେ ଆମେ କର୍ମଫଳ ନେଇଯାଉ ୟେସ୍ ୟେସ୍। being an astro। ହୁଁ। ସେଥିପାଇଁ ସର୍ବପ୍ରଥମେ ସମସ୍ତେ ଏଇ ଜିନିଷଟାକୁ ମନରେ ରଖିବା ଦରକାର ଏବଂ ଭାବିକି ଚାଲିବା ଦରକାର ଯେ ମୁଁ ଆଜ ଆନ୍ ଆଷ୍ଟ୍ରୋଲୋଜର ଅଶକ୍ତ ବୁଦ୍ଧି ସର୍ବତ୍ର ଜିତାତ୍ମା ବିଗତ ସ୍ପୃହ ନୈଷ୍କର୍ମ ସିଦ୍ଧି ପରମଂ ସନ୍ନ୍ୟାସନାଦି ଗଚ୍ଛତି ଅଛି ନା ନାହିଁ? ଯଦି ନାହିଁ ତାହେଲେ ହେଇଯାଅ, ଆଟଲିଷ୍ଟ ତମେ ଛାତିରେ ହାତ ଦେଖି ଥୋଇକି କହିପାରିବ ଯେ ଆଟଲିଷ୍ଟ ଆଷ୍ଟ୍ରୋଲୋଜି ଯୋଗୁ ମୁଁ କିଛି ପ୍ରୋବ୍ଲେମ ଫେସ କରିନି, ମୋର କୌଣସି ପୂର୍ବ ଜନ୍ମର କର୍ମ ଫଳ ଥିଲା ମୁଁ ଫେସ କରିଛି। ପଏଣ୍ଟ ହୁଁ। ନମ୍ବର 2 କୁ ଆସିବା। ଯେତିକ ସବୁ ହାର୍ଡକୋର ସାଧକ ଥାନ୍ତି, ହାର୍ଡକୋର ଉପାସକ ଥାନ୍ତି, ହାର୍ଡକୋର ଭକ୍ତ ଥାନ୍ତି, ତାଙ୍କ ଜୀବନ ଦେଖିଲ କାହାର ଭଲରେ କଟିଛି ଶେଷ ଜୀବନ? ତାମାନେ କହିବ ଭକ୍ତି କରିବ ମାନେ ତମ ନାମ ନବ ନା, ତା ମାନେ କର୍ମର ଗୋଟେ ସିମ୍ପଲ ଫଣ୍ଡା ଅଛି, ବହୁତ ସୁନ୍ଦର ଫଣ୍ଡା। ତୁମେ ଯେତେବେଳେ ପୁଣ୍ୟ କରିବ, ସର୍ବପ୍ରଥମେ ତମ ପାଖକୁ ତମ ପାପ ଗୁଡା ପଠାହବ, ତୁ ଭୋଗିଯା। ହୁଁ। ହୁଁ। ୟେସ୍ କୋର୍ସ। ତମେ ଯେତେବେଳେ ଦେଖିବ ତମ ସର୍କଲରେ ଯୋଉ ସବୁ ଲୋକମାନେ ପାପ କରୁଥିବେ, ତମର ଏମିତି ସଁ ସଁ କିନା ଉପରକୁ ଉଠୁଥିବେ, ତମର ଜଳି ଯାଉଥିବ କି ହୁଁ। ପ୍ରଭୁ ମୁଁ ତୁମକୁ ଏତେ ଡାକୁଛି, ହୁଁ। ଧର୍ମ ମାର୍ଗରେ ଚାଲୁଛି, ଫିର ବି ସବୁ ମତେ। ସେ ଲୋକଟାର ହେଇଯାଉଛି, ମୋର କିଛି ହଉନି। ହୁଁ। ଯେତେବେଳେ ତମେ ପାପ କରିବ, ତମ ପୁଣ୍ୟ ଗୁଡାକ ତମ ପାଖକୁ ପଠାହବ। ସେଭ୍ କରିବା ପାଇଁ। ସେଭ୍ କରିବାକୁ ନୁହଁ, ମାନେ ତମ ପୁଣ୍ୟ ସରିଯାଉ, ତମେ ପାପ ହେଇକି ତମେ ଯୋଉଦିନ ଗୋଟେ ପୁରା ହାଇୟର ଲେବୁଲ ଅଧର୍ମ ବିତ୍ତ ବଡ ବହୁତ ଗଲା ହଁ। ଭଳିଆ ମୂଳ ସହିତ, ସେଇ ପର୍ଯ୍ୟନ୍ତ ତମର ପୁଣ୍ୟ ସରିଗଲା, ତାପରେ ତାପରେ ଏମିତିଆ ଡାଉନ। ସମୟ ତମକୁ ଧକ୍କା ଦବ ଯେ ତମ ମୁହଁ ମାଟି ତଳେ ପଡିବ, ଉଠି ପାରିବନି। କିନ୍ତୁ ଯୋଉମାନଙ୍କର ଧର୍ମ ମାର୍ଗରେ ଥାନ୍ତି, ସେମାନଙ୍କ ଲାଇଫ ବାଲାନ୍ସ ଥାଏ, ସେମାନେ ଖସି ଯାଆନ୍ତିନି, ବଢି ଯାଆନ୍ତିନି, ସେମାନଙ୍କର ଗ୍ରୋଥ ସ୍ଲୋ ହୁଏନି, ବଟ ସେମାନେ ଧୀରେ 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 କରି ଗ୍ରୋଥ କରନ୍ତି। ହୁଁ। ତ ଏଇଟା ଥିଲା ମୋର ଗୋଟେ ପର୍ସନାଲ ଇନସାଇଟ୍, ମୁଁ ଭାବିଲି ଏଇଟା ସେୟାର କରିବା ଦରକାର ୟେସ୍। ଯେହେତୁ ଟପିକ ପଡିଥିଲା। ଆଜିର ସେସନ ପାଇଁ ଏତିକି, ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।